ହିନ୍ଦୀ ଜାଣିଥିଲେ ଘଣ୍ଟାକୁ ମିଳୁଛି 5,000 ଟଙ୍କା। ଏକଥା ଶୁଣି ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ହେଲେ ଘଟଣାଟି ସତ। ମାର୍କ ଜୁକରବର୍ଗ ଦେଉଛନ୍ତି ଏହି ଟଙ୍କା। ଆଜିର ଡିଜିଟାଲ ଯୁଗରେ ଏଆଇ ସବୁଠାରୁ ବଡ଼ ରେସ୍ ପାଲଟି ଯାଇଛି। ଏହାରି ଭିତରେ ମେଟା ବଡ଼ ଗେମ୍ କରିବାକୁ ଯାଉଛି। ଏକ ରିପୋର୍ଟ ଅନୁସାରେ ଜୁକରବର୍ଗ କମ୍ପାନୀ ଭାରତ ଭଳି ଦେଶ ପାଇଁ ସ୍ଥାନୀୟ ସଂସ୍କୃତି ଏବଂ ଭାଷା ସହିତ ଜଡ଼ିତ ଚାଟବଟ୍ ତିଆରି କରିବା ପାଇଁ ପ୍ରତି ଘଣ୍ଟାକୁ $55 ଦେଉଛି, ଯାହା ଭାରତୀୟ ଟଙ୍କାରେ ପ୍ରାୟ 5,000। କମ୍ପାନୀ ଏପରି ଲୋକଙ୍କୁ ଚାହୁଁଛି ଯେଉଁମାନଙ୍କର ଷ୍ଟୋରି ଟେଲିଂ, କ୍ୟାରେକ୍ଟର କ୍ରିଏସନ୍ ଏବଂ ପ୍ରମ୍ପଟିଂ ଇଞ୍ଜିନିୟରିଂରେ ଅତି କମ୍ରେ 6 ବର୍ଷର ଅଭିଜ୍ଞତା ରହିଥିବ ଏବଂ ସେମାନେ ହିନ୍ଦୀ, ଇଣ୍ଡୋନେସିଆନ୍, ସ୍ପାନିଶ କିମ୍ବା ପର୍ତ୍ତୁଗୀଜ ଭଳି ଭାଷାରେ ପାରଙ୍ଗମ ରହିଥିବେ। ତେବେ ଜୁକରବର୍ଗଙ୍କ ଦୃଷ୍ଟିକୋଣ ହେଉଛି ଏଆଇ ଚାଟବଟ୍ କେବଳ ଟେକ୍ ଉପକରଣ ନୁହେଁ, ବରଂ ଲୋକଙ୍କ ଜୀବନରେ ଏକ ଅଂଶ ହେବା ଉଚିତ। ସେ ବିଶ୍ୱାସ କରନ୍ତି ଯେ ଏପରି ଏକ ସମୟ ଆସିବ ଯେତେବେଳେ ଏହି ଚାଟବଟ୍ ପ୍ରକୃତ ବନ୍ଧୁ ପରି କାମ କରିବ ଏବଂ ଆମର ଦୈନନ୍ଦିନ ଆବଶ୍ୟକତାକୁ ସହଜ କରିଦେବ। ଭାରତରେ କୋଟି କୋଟି ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ର ୟୁଜର ଅଛନ୍ତି। ଏପରି ପରିସ୍ଥିତିରେ ହିନ୍ଦୀ ଚାଟବଟ୍ ଲଞ୍ଚ କରିବା ମେଟାକୁ ବହୁତ ଲାଭ ଦେଇପାରେ। ଯଦି ଏଗୁଡ଼ିକ ଭାରତୀୟ ୟୁଜର୍ସଙ୍କ ଭାଷା ଏବଂ ସଂସ୍କୃତି କଥା କୁହେ, ତେବେ କମ୍ପାନୀର ଏନଗେଜମେଣ୍ଟ ଏବଂ ରେଭିନ୍ୟୁ ଖୁବ୍ ଦ୍ରୁତ ଗତିରେ ବୃଦ୍ଧି ପାଇବ। ତେବେ ଭାରତରେ ହିନ୍ଦୀ ଚାଟବଟ୍ ଗୁଡ଼ିକର କେତେ ପ୍ରଭାବ ପଡ଼ିବ ତାହା ଦେଖିବା ଆକର୍ଷଣୀୟ ହେବ। ଏହି ପଦକ୍ଷେପ କ'ଣ ଜୁକରବର୍ଗଙ୍କ ଦ୍ୱାରା ଏକ ମାଷ୍ଟର ଷ୍ଟ୍ରୋକ୍ ପ୍ରମାଣିତ ହେବ, ନା ଏହା କୌଣସି ନୂଆ ବିବାଦର କାରଣ ହେବ, ତାହା ସମୟ କହିବ।